ଆମେରିକା ଏବେ ନିଜର ରଣନୀତି ବଦଳାଇବା ପାଇଁ ପୁଣି ଥରେ ପ୍ରୟାସ ଆରମ୍ଭ କରିଛି ଏବଂ ସବୁଠୁ ବଡ଼ କଥା ହେଲା ଏହି ପ୍ରୟାସ ଅନ୍ତର୍ଗତ ଯେଉଁ କଥାଟି ସାମ୍ନାକୁ ଆସିଛି ତାହା ପାକିସ୍ତାନକୁ ହତାଶ କରିଛି। ସବୁଠୁ ବଡ଼ କଥା, ଆମେରିକା ପ୍ରଥମେ ଏବେ ଏକ ରିଜଲ୍ୟୁସନ୍ ମାଧ୍ୟମରେ ଏକଥା ସ୍ପଷ୍ଟ କରିଦେଇଛି ଯେ ଆମ ପାଖରେ ଆଉ କିଛି କରିବାର ନାହିଁ, ଅର୍ଥାତ୍ ଡିଫେନ୍ସ ସେଲ୍ସକୁ ବର୍ତ୍ତମାନ ମଞ୍ଜୁରୀ ଦେଇଛି ଆମେରିକା। ଡିଫେନ୍ସ ସେଲ୍ସରେ ଆମେରିକାର ପ୍ରତିରକ୍ଷା ସରଞ୍ଜାମ ତଥା ପ୍ରତିରକ୍ଷା ରଣନୀତିର ଏକ ବ୍ୟାପକ କାରବାର ହୋଇଥାଏ। ଯଦିଓ ଏହା ବାଇଡେନକୁ ଆସିବା ପୂର୍ବରୁ ଆକଳନ କରାଯାଉଥିଲା କି ଏଥିପୂର୍ବରୁ ଭାରତ ଆମେରିକାର ଯେଉଁ ପ୍ରତିରକ୍ଷା ସନ୍ଧିଗୁଡ଼ିକ ହୋଇଛି ଏ ଉପରେ ବାଇଡେନଙ୍କର ପ୍ରତିକ୍ରିୟା ଭିନ୍ନ ହୋଇପାରେ, କିନ୍ତୁ ଏହାକୁ ପ୍ରଶ୍ରୟ ଦେଇନାହାନ୍ତି ଜୋ ବାଇଡେନ। ତେବେ ଆମେରିକାର ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ସାଉଥ କୋରିଆ ଉପରେ ଆମେରିକାର ଅସ୍ତ୍ରଶସ୍ତ୍ର କିଣା ବିକାର ଯେଉଁ ରୋକ ଲାଗିଥିଲା ତାହାକୁ ବଳବତ୍ତର ରଖାଯାଇଛି, ଅର୍ଥାତ୍ ଏହି ପ୍ରତିବନ୍ଧକ ସାଉଦି ଆରବ ଉପରୁ ହଟିନାହିଁ। ଅନ୍ୟପକ୍ଷରେ ଭାରତ ସହ ଏହି କାରବାରକୁ ଆଗକୁ ବଢ଼ାଇବା ପାଇଁ ବ୍ୟାପକ ରଣନୀତି ମଧ୍ୟ ପ୍ରସ୍ତୁତ କରିଛି ଆମେରିକା। ଖାସ୍ କରି ଭାରତ ଆମେରିକା ସହ ଯେଉଁ ଲିମୁଆ, ବେକା ଓ କୋଙ୍କାସା ସନ୍ଧି କରିଛି, ଏହି ସନ୍ଧିକୁ ପୁନର୍ବାର ଭାରତ ସହ ଆଗକୁ ବଢ଼ାଇବାର ନିଷ୍ପତ୍ତି ନେଇଛି ଆମେରିକା ପ୍ରଶାସନ। ଏଥିମଧ୍ୟରେ ଏହି ପ୍ରତିରକ୍ଷା ଡିଲ୍କୁ ଏକଦମ ଏକ ସରଳୀକରଣ ଉପାୟରେ ପ୍ରତିରକ୍ଷା ବିଭାଗ ସ୍ପଷ୍ଟ ରୂପରେ ଘୋଷଣା କରିଛି କି ଆଉ କିଛି କରିବାର ନାହିଁ। ଯାହା ଆମ ଉପରେ ନ୍ୟସ୍ତ ଥିଲା ତାକୁ ଏବେ ଖୋଲାସା କରିଛୁ, ଅର୍ଥାତ୍ ତାକୁ ଆମେ ଫାଇଲ ଭିତରେ ବନ୍ଦ କରିଛୁ। ନା ତ ଏଥି ନିମନ୍ତେ ପୁନର୍ବାର ଆଲୋଚନା ହେବ, ନା ଏଥି ସମ୍ବନ୍ଧରେ କୌଣସି ସନ୍ଦେହ କାହା ପକ୍ଷରେ ରହିବା ଉଚିତ ନୁହଁ। ସାଉଦି ଆରବ ମାମଲାରେ ହୁଏତ ଆମେରିକା ପ୍ରଶାସନ ଏକ ତଦନ୍ତ ଜାରି ରଖିଛି ଏବଂ ଯଦି ଏହି ତଦନ୍ତରେ ସାଉଦି ଆରବର ଭାଗ୍ୟ ନିର୍ଦ୍ଧାରିତ ହୁଏ ତାହେଲେ ଆଗାମୀ ଦିନରେ ଯେଉଁ ଡିଫେନ୍ସ ଡିଲ୍ ରହିଛି ବା ଡିଫେନ୍ସ ସେଲ୍ସକୁ ମଞ୍ଜୁରୀ ରହିଛି ଏହା ଆଗକୁ ବଢ଼ିପାରେ। ଆପାତତଃ ଏହି ସମୟରେ ସାଉଦି ଆରବ ଯେଉଁ ପ୍ରତିବନ୍ଧକ ନିଜ ପାଇଁ ଲାଗିଥିଲା ଆମେରିକା ତରଫରୁ ତାହା ବଳବତ୍ତର ରହିଛି। ଦ୍ୱିତୀୟରେ, ବାଇଡେନ ଏବେ ଚୀନର ପ୍ରଭାବକୁ ହ୍ରାସ କରିବା ପାଇଁ ଦିନକୁ ଦିନ ନୂଆ ରଣନୀତି ଆପଣଉଛନ୍ତି। ଏକ ରିପୋର୍ଟ ଆମେରିକାର ଯେଉଁଭଳି ଭାବରେ ସାମ୍ନାକୁ ଆସିଛି ତାହା ଚର୍ଚ୍ଚାର ଖୋରାକ ଯୋଗାଇଛି। ଆମେରିକାର ଏକ ରିପୋର୍ଟ ଯାହାକି 24 ପୃଷ୍ଠା ସମ୍ବଳିତ। ଏହି ରିପୋର୍ଟ ଅନୁଯାୟୀ ଆମେରିକା ପ୍ରଥମ ଥର ନିଜ ସୀମା ଏବଂ ସରହଦରୁ ବାହାରି ଯାଇ ଚୀନର ନାଡ଼ି ଚିପିବା କାମ ଆରମ୍ଭ କରିବ। ଏହି 24 ପୃଷ୍ଠା ରିପୋର୍ଟ ଯେଉଁ ରହିଛି, ପ୍ରତ୍ୟେକ ପୃଷ୍ଠାର ପ୍ରାୟ ଅଧିକାଂଶ ଜାଗାରେ ଚୀନର ବିଶେଷତ୍ୱ ଏବଂ ଚୀନର ବର୍ତ୍ତମାନ ପରିସ୍ଥିତିରେ ଯେଉଁ କାରନାମା, ଏହା ହିଁ ପ୍ରମାଣିତ କରୁଛି କି ଆମେରିକା ନଜରରେ ଚୀନ ଏବେ ସାରା ବିଶ୍ୱ ପାଇଁ ଏକ ବିପଦ। ତେଣୁ ଏହାକୁ ଦବାଇବା ବା ବେକଫୁଟକୁ ନେବା ପାଇଁ ଆମେରିକାର ଏବେ ସୁଚିନ୍ତିତ ରଣନୀତି ଅନୁଯାୟୀ ତାଇୱାନ, ହଂକଂ, ସାଂଝାଙ୍ଗ ଭଳି ପ୍ରଦେଶରେ ମାନବ ଅଧିକାରକୁ ଆମେରିକା ଏବେ ସମର୍ଥନ ଦେବ। ତିବ୍ବତରେ ମଧ୍ୟ ମାନବ ଅଧିକାରକୁ ଆମେରିକା ସମର୍ଥନ ଦେବାର ଘୋଷଣା କରିଛି। ଅର୍ଥାତ୍ ଏବେ ଏହି ଅଞ୍ଚଳଗୁଡ଼ିକରେ ଆମେରିକା ମୁଣ୍ଡ ଖେଳାଇବା ଆରମ୍ଭ କରିବ। ଫଳରେ ଚୀନ ଏକ ଗୁଳିଆମାଳିଆ ପରିସ୍ଥିତିର ସାମ୍ନା କରିବ, କାରଣ ଯେତେବେଳେ ବୈଦେଶିକ ଏବଂ ଖାସ୍ କରି ଆମେରିକା ଭଳି ଶକ୍ତି ଏହି ଅଞ୍ଚଳର ମାନବ ଅଧିକାର ଉପରେ ପ୍ରଶ୍ନ ଉଠାଏ ବା ତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ଏହା ନିଶ୍ଚିତ ପକ୍ଷରେ ଚାଇନା ୱାନ୍ ପଲିସି ପ୍ରତି ପ୍ରଚଣ୍ଡ ରୂପରେ ଏକ ଧକ୍କା ହେବ ଏବଂ ଏହାକୁ ସମାଧାନ କରିବା ପାଇଁ ଚୀନକୁ ବ୍ୟାପକ ଉର୍ବର ମସ୍ତିଷ୍କର ରଣନୀତି ଆବଶ୍ୟକତା ରହିବ ଏବଂ ଏହି ଗୋଳିଆମଳିଆ ପରିସ୍ଥିତିକୁ ସମାଧାନ କରିବା ପୂର୍ବରୁ ଗୋଟିଏ ଯୋଡ଼ିଏ ଅଞ୍ଚଳ ନୁହଁ, ଏକଦମ 4ଟି ଅଞ୍ଚଳ ଯାହାକି ବିବାଦିତ ଅଞ୍ଚଳ ଏବଂ ଯେଉଁଥିରେ ପ୍ରଚଣ୍ଡ ମାତ୍ରାରେ ଚୀନ ଏହି ଅଞ୍ଚଳଗୁଡ଼ିକୁ ଡରାଇ ଧମକାଇ ନିଜର ଶାସନ ଚଳାଇ ଆସିଛି, ଏଥିରେ ଯଦି ଗୋଳମାଳ ପରିସ୍ଥିତି ସୃଷ୍ଟି ହୁଏ ତାହେଲେ ଏହାକୁ ସମାଧାନ କରିବା ପାଇଁ ଚୀନକୁ ବ୍ୟାପକ ମଜବୁତ କାର୍ଯ୍ୟାନୁଷ୍ଠାନ ଏବଂ ସୁଚିନ୍ତିତ ରଣନୀତି ଆପଣେଇବାକୁ ପଡ଼ିବ। ସେପଟେ G7ର 2021 ବୈଠକ ଭାରତ ପାଇଁ ନିଶ୍ଚିତ ପକ୍ଷରେ ଏକ ଆହ୍ୱାନପୂର୍ଣ୍ଣ ବୈଠକ, କାରଣ ବ୍ରିଟେନ ଏବେ ଅତିଥି ଭାବରେ ଭାରତକୁ ନିମନ୍ତ୍ରଣ କରିଛି। କିନ୍ତୁ ପ୍ରକୃତରେ G7 ବୈଠକରେ ଯେଉଁ ଆଲୋଚନା, ଏଥିରେ ଆଉ 3ଟି ଦେଶକୁ ସାମିଲ କରିବାର ପ୍ରକ୍ରିୟା ଜାହିର କରାଯାଇଛି। ଏହି ଦେଶମାନେ ହେଲେ ଭାରତ, ଅଷ୍ଟ୍ରେଲିଆ ଏବଂ ସାଉଥ କୋରିଆ। ଏଥିପୂର୍ବରୁ US, UK, ଫ୍ରାନ୍ସ, ଜର୍ମାନୀ ଏବଂ ଏହି ଦେଶମାନେ G7ରେ ବୈଠକରେ ଭାଗ ନେଇଥାନ୍ତି। ଏଥର ଭାରତକୁ ତ ଅତିଥି ରୂପରେ ଡକାଯାଇଛି, କିନ୍ତୁ ସବୁଠୁ ବଡ଼ କଥା ହେଲା ଏହାକୁ D10ର ରୂପ ଦେବା ପାଇଁ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଗଲାଣି। 1973 ମସିହାରେ G7ର
ଏହି ଗୋଷ୍ଠୀ ଗଠନ ହୋଇଥିଲା 75ରେ ଫ୍ରାନ୍ସ ଏହାର ଅଧ୍ୟକ୍ଷତା କରିଥିଲା। ମଝିରେ ରଷିଆ ଏହି G7 ଗୋଷ୍ଠୀରେ ସାମିଲ ହୋଇ G7କୁ G8ରେ ପରିଣତ କରାଯାଇଥିଲା, କିନ୍ତୁ ପରବର୍ତ୍ତୀ ଅଧ୍ୟାୟରେ ରଷିଆକୁ ଏଥିରୁ ବାହାରି ଯିବାକୁ ପଡ଼ିଲା। ଫଳରେ ପୁନର୍ବାର D8ରୁ ଏହା G7କୁ ପୁଣି ଚାଲିଆସିଲା। ତେଣୁ ଏବେ ଏହାକୁ D10ର ଆଖ୍ୟା ଦେବା ପାଇଁ ବ୍ୟାପକ ପ୍ରୟାସ ଚାଲିଛି, ଯାହାକି ଗଣତାନ୍ତ୍ରିକ ରାଷ୍ଟ୍ର ଅଥବା ଡେମୋକ୍ରାଟିକ୍ 10 ଭଳି ଏକ ନାମକରଣ କରାଯାଇ ଏହି ଗୋଷ୍ଠୀରେ ଏହି ଦେଶମାନେ ସାମିଲ ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି। G7ରେ ଯେଉଁ ଦେଶମାନେ ରହିଥାନ୍ତି ଏମାନେ ବ୍ୟାପକ ମାତ୍ରାରେ ସୁନା ଗଚ୍ଛିତ ରଖନ୍ତି US ଫଣ୍ଡକୁ ବୃଦ୍ଧି କରିବା ପାଇଁ ଏବଂ ଖାସ କରି ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଯେଉଁଭଳି ବିପଦପୂର୍ଣ୍ଣ ସମ୍ଭାବନା ରହିଛି ଏହାକୁ ଏଡ଼ାଇବା ପାଇଁ ମିଳିତ ଭାବରେ ଏମାନେ ନିଷ୍ପତ୍ତି ନେଇଥାନ୍ତି। ତେବେ ସବୁଠୁ ବର୍ତ୍ତମାନର ବିପଦପୂର୍ଣ୍ଣ ଆହ୍ୱାନ ହେଲା ଚୀନର ସବୁଠୁ ବଡ଼ ଇଣ୍ଟରନେଟ୍ କମ୍ପାନୀ ହୁୱେଇ। ଏହାକୁ କେମିତି ମୂଳୋତ୍ପାଟନ କରାଯିବ ତାହା ସମସ୍ତଙ୍କୁ ଚିନ୍ତିତ କରିଛି। 5G ନେଟୱାର୍କର ବିକଶିତ ଏବଂ ଏହାର ଉତ୍ପାଦ ପାଇଁ ହୁୱେଇ କମ୍ପାନୀକୁ କୌଣସି ହାଲରେ ବଜାରରେ ପୂରାଇ ନ ଦେବାର ଯେଉଁ ବ୍ୟବସ୍ଥା ରହିଛି, ଏଥିରେ ଏହି ଦେଶମାନେ ନିଜ ନିଜର ଟେକ୍ନୋଲୋଜିକୁ ଖଟାଇ ଏହି 5Gର ବିକାଶ କରିବା ପାଇଁ ବ୍ୟାପକ ମାତ୍ରାରେ ଏବେ ଚେଷ୍ଟିତ। ଏହାଦ୍ୱାରା ଏହି ବିପଦକୁ ଦୂରେଇ ଦିଆଯିବ ଯେ ଚୀନ ସମ୍ବନ୍ଧିତ ଯେକୌଣସି ଜିନିଷ ବା ଯେକୌଣସି ଉତ୍ପାଦ ବା ଯେକୌଣସି କମ୍ପାନୀ ଏଭଳି କୌଣସି କାରନାମା ନ କରୁ ଯେଉଁଥିରେ ଗୋଇନ୍ଦା ବା ଚୋରି ହେବାର ସମ୍ଭାବନା ଅଧିକ ଉଜ୍ଜଳ ରହିବ। ତେଣୁ ଏହି ବିପଦକୁ ଏଡ଼ାଇବା ପାଇଁ ଏବେ 5G ଇଣ୍ଟରନେଟ୍ ଯେଉଁ ରହିଛି, ଏହି ଇଣ୍ଟରନେଟ୍ର ପ୍ରସାରୀକରଣ ପାଇଁ ଏବେ ରୀତିମତ ଭାବରେ ଏହି ଦେଶମାନେ ନିଜ ନିଜ ମଧ୍ୟରେ ଆଲୋଚନା ଜାରି ରଖିଛନ୍ତି। ଆଗାମୀ ଦିନରେ ଚୀନକୁ ପୂରାପୂରି ବଜାରରୁ ବାହାର କରିବା ପାଇଁ ବ୍ୟାପକ ମାତ୍ରାରେ ଚେଷ୍ଟିତ G7 ଏହାକୁ ବଦଳାଇ D10ର ରୂପ ଦେବା ପାଇଁ ଚେଷ୍ଟା କରିଛନ୍ତି ଏବଂ ଏମିତି ବି G7ରେ ଭାରତର ଏଣ୍ଟ୍ରି ରହିଛି। ଅର୍ଥାତ୍ ଏହି ଏଣ୍ଟ୍ରି ହୋଇସାରିଲା ପରେ D10 ଏଣ୍ଟ୍ରିରେ ଭାରତର ଦାବିଦାର ପ୍ରମୁଖ ଭାବରେ ରହିବ ବୋଲି ଜଣାପଡ଼ୁଛି। ଗ୍ରହାଧୀନ ଜଗତ୍ ସର୍ବେ ଗ୍ରହାଧୀନ ଦେବତା। କିଏ କହିଲା ମନୁଷ୍ୟର ଭାଗ୍ୟ ଅନିର୍ଦ୍ଦିଷ୍ଟ ବୋଲି? କିଏ କହିଲା ମନୁଷ୍ୟ ନିଜେ ଇଚ୍ଛା କଲେ ବଦଳାଇ ପାରିବନି ତାର ନିଜ ଭାଗ୍ୟ? ଭାଗ୍ୟ ବଦଳାନ୍ତୁ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ। ଭାଗ୍ୟ ବଦଳାଇବା ପାଇଁ କଲ୍ କରନ୍ତୁ ଆମ କାର୍ଯ୍ୟକ୍ରମରେ। ଆମର କାର୍ଯ୍ୟକ୍ରମ ଭାଗ୍ୟଚକ୍ର। ଭାଗ୍ୟଚକ୍ର ପ୍ରତି ମଙ୍ଗଳବାର, ଗୁରୁବାର, ରବିବାର ରାତି 9ଟାରେ କେବଳ DTV ଓଡ଼ିଆରେ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।